ସତରେ ଆମ ଓଡ଼ିଶାର ଏମିତି କିଛି ପିଠାପଣା ଅଛି ଯେଉଁ ପିଠାପଣା ଆଗରେ ରସଗୋଲା ରସମଲେଇ ବି ଫିକା ଲାଗେ। ଆଜି ଆମେ ସେମିତି ଗୋଟେ ସୁଆଦିଆ ପିଠା ବନେଇବା। ପିଠା ଖାଇବା ପାଇଁ ଇଚ୍ଛା ହେଲେ କିମ୍ବା ଯେକୌଣସି ପୂଜା ପର୍ବପର୍ବାଣୀରେ ଘରେ ଖୁବ୍ କମ୍ ସାମଗ୍ରୀରେ କମ୍ ସମୟରେ ଆଉ କମ୍ ପରିଶ୍ରମରେ ବନେଇ ପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପିଠା ବନାଇବା ପାଇଁ ଆପଣମାନେ ଘରେ ଥିବା ଯେକୌଣସି ଗୋଟେ ଗିନା ସେଟ୍ କରନ୍ତୁ। ସେ ଗିନାରେ ମାପ କରି ସବୁ ଜିନିଷ ବ୍ୟବହାର କରିବେ। ମୁଁ ଏଇ ମେଜରିଂ କପ୍ରେ ମାପ କରି ଗୋଟେ କପ୍ ସୁଜି ନେଇଛି, 200 ଗ୍ରାମର ସୁଜି। ଏବେ ସୁଜିକୁ ଗ୍ରାଇଣ୍ଡର ଜାରରେ ଦେଇ ଟିକେ ଆମେ ଗୁଣ୍ଡ କରି ଆଣିବା। ସୁଜିକୁ ଗ୍ରାଇଣ୍ଡ କରିସାରିବା ପରେ ଦେଖିବେ ପୁରା ଫାଇନ୍ ପାଉଡର ହେବ ନାହିଁ। ହାତରେ ଧରିଲେ ଟିକେ ଖଦଡ଼ିଆ ଲାଗିବ। ଏମିତି ଖଦଡ଼ିଆ ରହିଲେ ଚଳିବ। ଆପଣମାନେ ଭାବୁଥିବେ ସୁଜିକୁ କାହିଁକି ଗ୍ରାଇଣ୍ଡ କରିବା? ସୁଜିକୁ ଟିକେ ଗ୍ରାଇଣ୍ଡ କଲେ ପିଠାର ଟେକ୍ସଚର ବହୁତ ବଢ଼ିଆ ଆସିବ। ଏତିକି ସୁଜିରୁ ଆଜି ଆମେ ପିଠା ବନାଇବା। ଚାଲନ୍ତୁ ପିଠା ବନାଇବା ଷ୍ଟାର୍ଟ କରିବା। ଗୋଟେ କଢ଼େଇରେ ଯେଉଁ କପ୍ରେ ମାପ କରି ଆମେ ସୁଜି ନେଇଥିଲେ ସେମ୍ କପ୍ରେ ମାପ କରି ଗୋଟେ କପ୍ ପାଣି ଦେବା, ଗୋଟେ କପ୍ କ୍ଷୀର ଦେବା। ଗୋଟେ କପ୍ ସୁଜି ପାଇଁ ଆମେ କ୍ଷୀର ଆଉ ପାଣି ମିଶାଇ 2 କପ୍ ବ୍ୟବହାର କଲେ। এই ଭାଗ ମାପ ମନେ ରଖିବେ। ଆପଣମାନେ କେବଳ 2 କପ୍ ପାଣି ଦେଇପାରିବେ, ନହେଲେ କେବଳ 2 କପ୍ କ୍ଷୀର ଦେଇପାରିବେ, କିନ୍ତୁ ଭାଗ ମାପ ଠିକ୍ ରଖିବେ। ଏବେ ସେମ୍ କପ୍ରେ ଅଧା କପ୍ କୋରା ନଡ଼ିଆ ଦେବା। ନଡ଼ିଆ ଦେଲେ ପିଠା ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ନଡ଼ିଆକୁ ଜମା ବି ସ୍କିପ୍ କରିବେ ନାହିଁ। ଅଳ୍ପ ଗୁଜୁରାତି ଗୁଣ୍ଡ ଦେବା, ପିଠାରେ ବହୁତ ବଢ଼ିଆ ବାସ୍ନା ଆସିବ। ସ୍ୱାଦ ଅନୁସାରେ ଲୁଣ ଦେବା, ଗୋଟେ ଛୋଟ ଚାମଚ ଗୁଆ ଘିଅ ଦେବା। ଘିଅ ଦେଲେ ପିଠାରେ ବହୁତ ବଢ଼ିଆ ବାସ୍ନା ଆସିବ। ତା ଛଡ଼ା ଜନ୍ତୁଣୀ କଢ଼େଇରୁ ଅତି ସହଜରେ ଛାଡ଼ିଯିବ। ଯଦି ଆପଣମାନେ ଘିଅ ପସନ୍ଦ କରୁନଥିବେ ତାହେଲେ ଘିଅ ଦେବେ ନାହିଁ। ପିଠାର ଉପର ଅଂଶ ମିଠା ଲାଗିବା ପାଇଁ କେବଳ 2 ବଡ଼ ଚାମଚ ଚିନି ଦେବା। ଯଦି ଆପଣମାନେ ବେଶୀ ଚିନି ପସନ୍ଦ କରୁନଥିବେ ତାହେଲେ ଚିନିକୁ ଦେବେ ନାହିଁ। ସବୁ ଜିନିଷ ଗଳେଇ ସାରିବା ପରେ ଗ୍ୟାସର ଫ୍ଲେମ୍ ହାଇ ରଖିବା। କ୍ଷୀରକୁ ଫୁଟିବା ପାଇଁ ଛାଡ଼ିବା। କ୍ଷୀର ଥରେ ଫୁଟି ଆସିଲେ ଚାରିପଟର ସରକୁ ଆମେ କ୍ଷୀରରେ ମିଶାଇବା। ତାପରେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖିବା। ଗୋଟେ ହାତରେ ଗୁଣ୍ଡ କରି ନେଇଥିବା ସୁଜି ଦେବା, ଅନ୍ୟ ହାତରେ ଲଗାତାର ଘାଣ୍ଟିବା। ଏଇ ଷ୍ଟେଜରେ ଘାଣ୍ଟିବା ଜମା ବି ଛାଡ଼ିବେ ନାହିଁ। ଘାଣ୍ଟିବା ଛାଡ଼ିଦେଲେ ପ୍ରଥମରୁ ଜନ୍ତୁଣୀରେ ବିଣ୍ଡା ଆସିଯିବ। ଜନ୍ତୁଣୀରେ ପ୍ରଥମରୁ ବିଣ୍ଡା ଆସିଗଲେ ପିଠା ବନାଇବା ପାଇଁ ଅସୁବିଧା ହେବ। ଲୋ ଫ୍ଲେମ୍ରେ ଲଗାତାର 7ରୁ 8 ମିନିଟ୍ ପର୍ଯ୍ୟନ୍ତ ଘାଣ୍ଟିବା। ଧୀରେ ଧୀରେ ଦେଖିବେ ସୁଜି ବହଳିଆ ହେଇଯିବ ଆଉ ସୁଜିର କଲର ଟିକେ ଚେଞ୍ଜ ହେଇଯିବ। ଜନ୍ତୁଣୀ କଢ଼େଇର ଚାରିପଟରୁ ଛାଡ଼ି ଗୋଟେ ଜାଗାରେ ଗଦା ହେଇଯିବ। ଏମିତି ହେଇଗଲେ ହାତରେ ଅଳ୍ପ ପାଣି ଲଗାଇ ଜନ୍ତୁଣୀରୁ ଅଳ୍ପ ପାଣି ଚେକ୍ କରିବା। ଦେଖନ୍ତୁ ଜନ୍ତୁଣୀ ହାତରେ ଲାଗୁନାହିଁ, ତାମାନେ ଜନ୍ତୁଣୀ ଆମ ରେଡ଼ି ହେଇଯାଇଛି। ବାହାରକୁ ବାହାର କରି ଆଣିବା। ଜନ୍ତୁଣୀକୁ ଯେଉଁ ପ୍ଲେଟ୍ରେ ରଖିବା ଅଳ୍ପ ଘିଅ ଲଗାଇ ରଖିବା। ଜନ୍ତୁଣୀ ପ୍ଲେଟ୍ରେ ଲାଗିବ ନାହିଁ। ତାପରେ ଜନ୍ତୁଣୀକୁ ହାଲକା ଥଣ୍ଡା ହେବା ପାଇଁ ଛାଡ଼ିବା। ପୁରା ଥଣ୍ଡା କରିବେ ନାହିଁ। ଯେତେବେଳେ ହାତରେ ଛୁଇଁ ପାରିବେ ସେତେବେଳେ ପିଠା ବନାଇବା ଷ୍ଟାର୍ଟ କରିବା। ହାତରେ ଅଳ୍ପ ଘିଅ ଲଗାଇ ଜନ୍ତୁଣୀକୁ ଆଉ ଥରେ ଭଲ ଭାବରେ ଚକଟିବା। ଯଦି ଜନ୍ତୁଣୀରେ କିଛି ବି ବିଣ୍ଡା ରହିଯାଇଥିବ ତାହେଲେ ଜନ୍ତୁଣୀ ସ୍ମୁଥ୍ ହେଇଯିବ। ଦେଖନ୍ତୁ ଜନ୍ତୁଣୀରେ ଜମା ବି ବିଣ୍ଡା ନାହିଁ। ଜନ୍ତୁଣୀ କେତେ କଅଁଳିଆ ହେଇଛି। ଏବେ 2 ହାତରେ ଅଳ୍ପ ଘିଅ ଲଗାଇ ଆମେ ପିଠା ବନାଇବା ଷ୍ଟାର୍ଟ କରିବା। ଘିଅ ଲଗାଇ ପିଠା ବନାଇଲେ ପିଠା ସହଜରେ ବନାଇ ପାରିବେ। ତାପରେ ଜନ୍ତୁଣୀରୁ ଅଳ୍ପ ଆଣି ହାତରେ ଛୋଟ ଛୋଟ ଗୋଲା ବନାଇବା। ୟାଠାରୁ ଛୋଟ ଗୋଲା ବନାଇବେ, କିନ୍ତୁ ବେଶୀ ବଡ଼ ସାଇଜର ବନାଇବେ ନାହିଁ। ବେଶୀ ବଡ଼ ପିଠା କଲେ ପିଠା ଭିତରକୁ କ୍ଷୀର ଭଲ ଭାବରେ ଯାଇପାରିବ ନାହିଁ। ଏହି ପିଠାକୁ ଆପଣମାନେ ବିଭିନ୍ନ ସେପ୍ରେ ବନାଇ ପାରିବେ। ଏଠି ଦେଖନ୍ତୁ ମୁଁ ବିଭିନ୍ନ ସେପ୍ରେ ବନାଇଲି। ଆପଣମାନଙ୍କୁ ଯେମିତି ପସନ୍ଦ ସେମିତି ବନାଇ ପାରିବେ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟେ ଅନୁରୋଧ, ଆଜିର ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସବୁଠୁ ସହଜ ଉପାୟ ହେଲା ହାତରେ ଅଳ୍ପ ଜନ୍ତୁଣୀ ଧରିବେ, ଏମିତି ଲଗାତାର ଛୋଟ ଛୋଟ ଗୋଲା ବନାଇବେ। ଏମିତି ଉପାୟରେ ବନାଇଲେ କମ୍ ସମୟରେ ଅଧିକ ପିଠା ବନାଇ ପାରିବେ। ଏଠି ଦେଖନ୍ତୁ ସବୁ ପିଠା ମୁଁ ବନାଇ ନେଲି। ବିଭିନ୍ନ ସେପ୍ରେ ପିଠା ବନାଇଲି। ପିଠା ଦେଖନ୍ତୁ ପରସ୍ପର ଜମା ବି ଲାଗୁନାହିଁ। ପିଠା ଯଦି ପରସ୍ପର ଲାଗିବେ ନାହିଁ ତାହେଲେ ଜାଣିବେ ଆପଣଙ୍କର ଜନ୍ତୁଣୀ ପୁରା ପରଫେକ୍ଟ ହେଇଛି ବୋଲି। ଏବେ ଚାଲନ୍ତୁ ପିଠା ବନାଇବା ଷ୍ଟାର୍ଟ କରିବା। ଯେଉଁ କଢ଼େଇରେ ପିଠା ବନାଇବେ ପ୍ରଥମେ ଅଳ୍ପ ପାଣି ଦେବେ। ଅଳ୍ପ ପାଣି ଦେଇ କ୍ଷୀର ଦେଲେ କ୍ଷୀର ଜମା କଢ଼େଇ ତଳେ ଲାଗିବ ନାହିଁ। ତାପରେ ଯେଉଁ କପ୍ରେ ମାପ କରି ଗୋଟେ କପ୍ ସୁଜି ନେଇଥିଲେ ସେମ୍ କପ୍ରେ ମାପ କରି ଆମେ 4 କପ୍ କ୍ଷୀର ଦେବା। ଗୋଟେ କପ୍ ସୁଜି ତାମାନେ 200 ଗ୍ରାମ ସୁଜି ପାଇଁ ଆମେ 1 ଲିଟର କ୍ଷୀର ବ୍ୟବହାର କଲେ। এই ଭାଗ ମାପ ମନେ ରଖିବେ। ଏବେ କ୍ଷୀରରେ ଅଧା କପ୍ କୋରା ନଡ଼ିଆ ଦେବା। ନଡ଼ିଆ ନିହାତି ଦେବେ, ଜମା ବି ସ୍କିପ୍ କରିବେ ନାହିଁ। ଅଧା କପ୍ ଖଣ୍ଡ ନଡ଼ିଆ ଦେବା। କୋରା ନଡ଼ିଆ ଖଣ୍ଡ ନଡ଼ିଆ ମିଶାଇକି ଦେଲେ ପିଠା ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ପିଠାରେ ଭଲ ବାସ୍ନା ପାଇଁ 2ଟି ତେଜପତ୍ର, ଅଳ୍ପ ଗୁଜୁରାତି ଗୁଣ୍ଡ,
पिठारे मिठा पाई 3/4 कप चीनी तामाने जेतिकी आपण माने सुजी नहीं ताठारु टिके कम चीनी देबे। पिठा जिनस टिके मिठा लागिले खाइबा पई भल लागे। एतिकी चीनी रे पिठा पूरा परफेक्ट मिठा हैतिला। जदि आपण मानकु टिके कम दरकार ताहले अल्प चीनी देबे। जेहेतु आमे मिठा जिनस बनाउछु अल्प टिके लूण देबा। तापरे गैस रो फ्लेम हाई रखिबा। क्षीर बहुत जल्दी फुटी जिवो। क्षीर थरे फुटी आसिले आमे बनाई रखिथिबा पिठा गुडी को देबा। पिठा देबा परे समिति गैस रो फ्लेम हाई रखिबा। काहेकि ना पिठा देबा परे क्षीर रो टेम्परेचर टिके कमी जिवो। हाई फ्लेम करी रखिले क्षीर बहुत जल्दी फुटी जिवो। पिठा क्षीर रे भलो भाबरे फुटी आसिले आमे गैस रो फ्लेम लो मीडियम रखी 7 रु 8 मिनिट क्षीर रे पिठा को सिझेबा। पिठा जतेबेले क्षीर रे सिझी जिवो देखिबे क्षीर ऊपर को पिठा आपे आपे भासी आसीबो। पिठा और क्षीर रो कलर पूरा चेंज हो जिवो। 7-8 मिनिट परे एठी देखंतु क्षीर ऊपर को पिठा भासी आसिलानी आउ क्षीर पिठार कलर पूरा चेंज हो गलानी। एबे देखंतु क्षीर आग अपेक्षा टिके बहलिया हो जाइछि। एबे आमे पिठा को चेक करिबा। पिठा देखंतु पूरा नरम और तुलतुलिया हिछि। गरम अछि मो भलो भाबरे चेक करि पारु नाही। एबे किंतु पिठा और क्षीर परस्पर मिसु नाहंती। एबे आमे गोटे काम करिबा। गोटे चामच चाउल गुंड नै 4-5 चामच पानी दे गळेबा। एई चाउल गुंड पानी को एई स्टेज रे पिठा रे देबा। एई स्टेज रे चाउल गुंड पानी देले पिठा बहलिया हुए। पिठा और क्षीर परस्पर मिसि जाए। चाउल गुंड पानी देबा परे गैस रो फ्लेम लो मीडियम रखी 3 रु 4 मिनिट पर्यंत पिठा को सिझेबा। जहा द्वारा चाउल गुंडर कंचा अंश चली जिवो। पिठा खाइबा पई भल लागिवो। 3-4 मिनिट परे एठी देखंतु पिठा आग अपेक्षा टिके बहलिया ही आसलानी। पिठार कलर पूरा चेंज ही आसलानी। पिठा को आपण माने एतिकी बहलिया रखिबे। पिठा ठंडा हला परे आउ टिके बहलिया ही जिवो। एबे हम रेडी हे गला सबुठु स्वादिया नडिया दिया सुजी गइठा पिठा। एई पिठा खाइबा पई प्रकृत रे भारी स्वादिया लागे। एबे आमे गैस रो फ्लेम बंद करिबा। पिठा टिके ठंडा हला परे देखंतु आग अपेक्षा आउ टिके बहलिया ही जाइछि। वीडियो रे शेयर करथिबा सब टिप्स फॉलो करी नडिया दिया सुजी गइठा पिठा बनांतु। आउ केमिति लागिला निहाती कमेंट्स करी जणाइबे। ताहले आजि पई रहिली। पुणी देखा हबा नया रेसिपी रे। धन्यवाद।